ଲଘୁଚାପ ଲଘୁଚାପ ପ୍ଲାନିଂ କ'ଣ କରିବା ସେ ତ ନେଚର ଯାହା ଦେବ ତେଣୁ ବର୍ଷା କାହିଁ ଜଣାପଡ଼ୁଛି ହେଲା ଭଳିଆ ଏତେ ଲାଗୁନାହିଁ ତଥାପି ଚାଷୀ ସବୁ ଧାନ କଟା ସ୍ପିଡ଼ରେ ଚଲେଇଛନ୍ତି ଯେତିକି ଯଦି ବର୍ଷା ହେବ କିଛି ସାମାନ୍ୟ କ୍ଷୟକ୍ଷତି ହେଇପାରେ କିନ୍ତୁ ବର୍ଷା ହେଲା କାହିଁ ମୋତେ କମ୍ ଲାଗୁଛି। ଟାର୍ଗେଟ ଆପଣଙ୍କର ଗତ ବର୍ଷ ଅପେକ୍ଷା ଆହୁରି 10 ଲକ୍ଷ ଟନ୍ କି 15 ଲକ୍ଷ ଟନ୍ ଅଧିକା ଆଶା କରାଯାଉଛି। ମଣ୍ଡିରେ ଚାଷୀମାନଙ୍କ ପାଇଁ ଆପଣ ଖାଇବା ପିଇବାର ବ୍ୟବସ୍ଥା କରାଯାଇଛି ଟଏଲେଟ୍ର ବ୍ୟବସ୍ଥା କରାଯାଇଛି ଆପଣଙ୍କର ମିଲ୍ ମାଲିକ ଏଥର ଟାଇଟ୍ କରାଯାଇଛି ଠିକ୍ ସମୟରେ କେମିତି ଗାଡ଼ି ପହଞ୍ଚେଇବେ ସବୁ ପ୍ରକାର ଯେମିତି ବ୍ୟବସ୍ଥା କରାଯିବା କଥା କରାଯାଇଛି କିନ୍ତୁ ତାପରେ ବି ଦେଖିବେ ତାପରେ ସମସ୍ତଙ୍କର ତୀକ୍ଷ୍ଣ ନଜର ରହିଛି କେମିତି ସୁଚାରୁ ରୂପେ ଧାନ ଉଠିବ ଚାଷୀମାନଙ୍କର ସେ ବ୍ୟବସ୍ଥା ସରକାର ସତ ଚେଷ୍ଟା କରିଛନ୍ତି ଠିକ୍ ଭାବରେ କରିବା ପାଇଁ ତେଣୁ କାର୍ଯ୍ୟ ମଣ୍ଡି ଖୋଲିଲା ପରେ ସୁବିଧା ଅଛି ଯାହା ହେବ ସାଙ୍ଗେ ସାଙ୍ଗେ ତାକୁ ସମାଧାନ କରାହେବ। ଗୋଟେ ବଡ଼ ସମସ୍ୟା ରହିଥାଏ ଏଥର କେମିତି ତାକୁ ନଜର କରିବେ? କଟିନି ଛଟନି ତ ଆମର ସରକାରୀ ହିସାବରେ କିଛି ନାହିଁ କରାଯାଉ ନାହିଁ କିନ୍ତୁ ଯେତେବେଳେ ଚାଷୀ ଆଉ ମିଲର ମାଲିକ ତାଙ୍କର ଯଦି ସଲାସୁତୁରା ହେଇ କ'ଣ କଲେ ଆମେ ସେଥିରେ କ'ଣ ଆମେ ତ କଟିନି ଛଟନି ମନା କରୁଛୁ ତାଙ୍କୁ ତ ଗ୍ରୀନ୍ ଆନାଲାଇଜର ଦିଆହେଇଛି ପ୍ୟାଡି କ୍ଲିନର ଦିଆହେଇଛି ସେଠି ଧାନକୁ ଭଲ କ୍ୱାଲିଟି ଧାନ ପ୍ୟାଡି କ୍ଲିନରରେ କରାଯିବ ଆନାଲିସିସ୍ କରିକି ସେମାନେ 0 ଟଲରେନ୍ସ ଦେବେ ପଇସା କିନ୍ତୁ ଚାଷୀ ଯଦି ମିଲରଙ୍କ ସାଙ୍ଗରେ ଭିତରିଆ କଥାବାର୍ତ୍ତା ହେଇକି ଫୁସଫାସ ହେଇକି ଜଲ୍ଦି କେମିତି ତା ଧାନଟା ପଳେଇବ ତାଙ୍କୁ କ'ଣ କିଏ ଯଦି କହିଛି ଛାଡ଼ିଦେବ ସେଠି ଆମେ କ'ଣ କରିପାରିବୁ? ସାର୍ ଆଉ ଗୋଟେ କଥା ରହିବ ଧାନ ବର୍ତ୍ତମାନ କିଣା ହେବ ଡିସେମ୍ବର 25 କିନ୍ତୁ ଦେଖିବାକୁ ଗଲେ ବର୍ତ୍ତମାନ ସୁଦ୍ଧା ମଧ୍ୟ ଆଗୁଆ ଦେଖିବାକୁ ଗଲେ କିନ୍ତୁ ବର୍ତ୍ତମାନ ଆଉ କିଛି ଅସୁବିଧା ନାହିଁ ଟ୍ୟାକ୍ସ ଆଉ ଲ୍ୟାମ୍ପସରେ କୌଣସି ପ୍ରକାର ଅସୁବିଧା ନାହିଁ ଯାହା ପ୍ରସ୍ତୁତି ସରିଯାଇଛି ପ୍ରସ୍ତୁତି ସବୁଠି ସରିଯାଇଛି ଆପଣଙ୍କର ଆସନ୍ତାକାଲିଠୁ ମଣ୍ଡି ଖୋଲୁଛି